जय जगन्नाथ। मु विश्वजित। मो घर सिद्धेश्वरपुर पंदरपुर कटक। 26-27 ଯାତ୍ରା ଋତୁରେ ଦୁର୍ଗାଶ୍ରୀ ଗଣନାଟ୍ୟ ମଞ୍ଚରେ ଆଜ୍ଞା ପୂର୍ବରୁ ଅନେକ ନାଟକରେ ଭିନ୍ନ ଭିନ୍ନ ଚରିତ୍ରରେ ଦର୍ଶକ ସାମ୍ନା କରିଛନ୍ତି। ଆଜ୍ଞା ଖାସ କରି ନେଗେଟିଭ ଚରିତ୍ରରେ ଦର୍ଶକ ଆପଣଙ୍କୁ ବହୁତ ସାରା ଭଲ ପାଇ ଦେଇଛନ୍ତି। ଆଜ୍ଞା 26-27 ପାଇଁ କେତେ ପ୍ରସ୍ତୁତ ହେଉଛନ୍ତି? 26-27 ପାଇଁ ପ୍ରସ୍ତୁତ ଚାଲିଛି। କାରଣ ଯେତେବେଳେ ମଣିଷ ପ୍ରଥମ ଶ୍ରେଣୀ ପାଠ ପଢେ ସେତେବେଳେ ଯେଉଁ ନଲେଜ ଥାଏ ତାପରେ ଆସ୍ତେ ଆସ୍ତେ କଲେଜ ପାଠ ପଢିଲା ବେଳକୁ ତାର କିଛି ନଲେଜ ବଢିଥାଏ। ତେଣୁ ଯେହେତୁ ଗୋଟେ ଅନୁଷ୍ଠାନ ମୁଁ 3-4 ବର୍ଷ ରହିଲିଣି, ମାଲିକ ମାନେ ଭରସା ବିଶ୍ୱାସ କରୁଛନ୍ତି। ତେଣୁ କିଛିଟା ଇମ୍ପ୍ରୁଭମେଣ୍ଟ ହେଇଛି ବୋଲି ମାନେ ଦର୍ଶକ କି ଆମ ମାଲିକ ମାନଙ୍କ ଭ୍ୟୁରୁ ଜଣା ପଡୁଛି। ତାପରେ ଆମେ ଯେତେ କାମ କରୁଛୁ ପାଠ ପଢୁଛୁ, ଆମେ କଣଟା ପାଠ ପଢୁଛୁ, କେତେ ଦୂର ଆମେ ପାଠ ଉପରେ ଆମର ଅଭିଜ୍ଞତା ବଢିଲାଣି ଆମେ ବି ଜାଣିଛୁ। ନା ଆମେ କହୁନୁ ଯେ ଯେତେବେଳେ ମଣିଷ ମରିବା ପର୍ଯ୍ୟନ୍ତ ଶିଖିବ, କିନ୍ତୁ ପ୍ରଥମରୁ ଟିକେ ଇମ୍ପ୍ରୁଭମେଣ୍ଟ ହେଇଛୁ। ଆଉ ପ୍ରଥମ ଶ୍ରେଣୀ ପାଠ ପଢିଲା ବେଳେ ମଣିଷ ଟିକେ ଇମ୍ପ୍ରୁଭମେଣ୍ଟ କଳା କ୍ଷେତ୍ରରେ ଟିକେ ଜଷ୍ଟ ହେଇଛି। ଆଉ ଆଜ୍ଞା ଆଉ ଡାଇଲଗ ଏବଂ ଡେଲିଭରି ମଧ୍ୟ ସୁନିଶ୍ଚିତ ଭାବରେ ଦର୍ଶକ ମନେ କରନ୍ତି। ଆଜ୍ଞା ଏ ବର୍ଷ ସେମିତି କିଛି ଚରିତ୍ର ମିଳିଛି କି ଦର୍ଶକ ମାନଙ୍କୁ ମନେ କରିବା ପାଇଁ? ହଁ, ଏଥର ପ୍ରଥମ ନାଟକ ହେଇଛି ଆମର ଅଜୟ ଦତ୍ତ ସାରଙ୍କର। ସେ ନାଟକରେ ମୋର ଚରିତ୍ର ହଉଛି ଗୋଟେ ମାନେ କିନ୍ନର ତ ନୁହଁ, କିନ୍ତୁ ତାକୁ କୁହାଯାଏ ଆପଣଙ୍କର ଯୋଉ ମାନେ ପୁରୁଷ ପିଲାଙ୍କର ଯୋଉ ଫିମେଲ ଟେଣ୍ଡେନ୍ସି ଥାଏ, ସେଇ ଗୋଟାକ ମାଇଚା ଟିକେ ଅଂଶ ଥାଏ। ସେଇଟା ପୁରୁଷ ମାନେ ମେଲ, କିନ୍ତୁ ଟିକେ ଫିମେଲର ଇଏ ରହୁଛି ଆଉ ଚରିତ୍ର। ଚଳିତ ବର୍ଷ 26-27 କେତେ ଖଣ୍ଡ ନାଟକ ନେଇ ଆପଣମାନେ ମଧ୍ୟରୁ ବାହାରିବେ? ଆମର 6 ଖଣ୍ଡ। 6 ଖଣ୍ଡ। ପୂର୍ବରୁ ଅନେକ ରାତିରେ ପ୍ରତ୍ୟେକ ରାତିରେ ଗାଳି ଖାଉଥିବା ଆଚାର୍ଯ୍ୟ ବାବୁ ଏ ବର୍ଷ ସେମିତି କିଛି ଗାଳି ଖାଇବେ କି? ସେଇଟା ଆପଣମାନଙ୍କର ଆଶୀର୍ବାଦ, ମାଲିକ ମାନଙ୍କର ଆଶୀର୍ବାଦ, ଦର୍ଶକ ମାନଙ୍କର ଆଶୀର୍ବାଦ, ମୋ ବାପା ମା, ମୋ ପରିବାର ସମସ୍ତ ଗୁରୁଜନ ମାନଙ୍କର ଆଶୀର୍ବାଦ ପାଇ ଯଦି ସେଟା ସମ୍ଭବ ହବ, ସେଟା ମୁଁ କହିପାରିବି। କାରଣ ସେମାନଙ୍କ ଆଶୀର୍ବାଦ ହିଁ ମତେ ଲୋକମାନଙ୍କର ଗାଳି ଶୁଣେଇବ। ନୂଆ ନାଟକ କଣ ରହିଛି ଟାଇଟଲ ଏବେ ଯୋଉ ପ୍ରସ୍ତୁତି ଚାଲିଛି? ପ୍ରସ୍ତୁତ ଚାଲିଛି ସେଟା ହଉଛି ଛୋଟା ନାଉରି କରିଦେ ପାରି। ଚରିତ୍ରକୁ ନେଇ କେତେ ଅଛନ୍ତି ଆଗ୍ରହୀ? ଭଲ ଚରିତ୍ର ପାଇଛି। କିଛି ଚରିତ୍ର ଯାହା ବି ହଉନା କାହିଁକି, ଯଦି ଗୋଟେ ପିଲା ଶିଖିବାକୁ ଚାହିଁବ, ତେଣୁ ଚରିତ୍ରକୁ ନିଭାଇବାକୁ ଚାହିଁବ, ସେଇଟା ତା ଉପରେ ନିର୍ଭର କରେ। ଯାତ୍ରା ଦର୍ଶକ ଯାତ୍ରା କମିଟି ମାନଙ୍କୁ କଣ ମେସେଜ ଦେବେ ଆଖଡ଼ା ଶାଳରୁ? ଆପଣମାନେ ଆସନ୍ତୁ, ଆମ ନାଟକ ଦେଖନ୍ତୁ, ଉପଭୋଗ କରନ୍ତୁ ଏବଂ ସମସ୍ତେ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖରେ ରୁହନ୍ତୁ। ଆମର ଆର ବର୍ଷ ଗୋଟେ ନାଟକ ଥିଲା, ତୋ ପ୍ରେମ ମୋ ଭାଗ୍ୟରେ ନାହିଁ। ಆ ନାଟକରେ ମୋର ସମାପ ଥିଲା ମୁଁ ହିମୁ ଓରଫ ହିମାଳୟ। ଗୋଟାଏ ବରଫ ପାହାଡ଼, ଉପରଟା ଥଣ୍ଡା ଥଣ୍ଡା କୁଲ କୁଲ, ହେଲେ ଭିତରଟା ଉତ୍ତପ୍ତ ଲାଭା ବିଲକୁଲ।